ଆଜିର ଭିଡ଼ିଓରେ ସୁରଭି 2025 ନିମନ୍ତେ ବିଦ୍ୟାଳୟମାନଙ୍କରେ ପ୍ରତିଯୋଗିତା କରାଯିବ। ଏଥିରେ ରହିଛି ସୃଜନଶୀଳ ଲିଖନ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ। ମୋ ସ୍ୱପ୍ନର ଓଡ଼ିଶା ପ୍ରସ୍ତୁତି ଓ ପ୍ରଗତି ରହିଛି ବିଷୟ। ଏହା ଲେଖିବାକୁ ପଡ଼ିବ। ତେଣୁ ପିଲାମାନେ ଗୋଟିଏ କାଗଜରେ ଏହାକୁ ଲେଖି ଅଭ୍ୟାସ କଲେ ବିଦ୍ୟାଳୟରେ ଯେଉଁଦିନ ପ୍ରତିଯୋଗିତା କରାଯିବ ସେଦିନ ପ୍ରତିଯୋଗିତାରେ ଭାଗ ନେଲେ ସଫଳତା ହାସଲ କରିପାରିବ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖ। ସ୍ୱପ୍ନ କହିଲେ ମନୁଷ୍ୟର ଅଭିଳାଷ, ଆଶା ଓ ଭବିଷ୍ୟତ ପ୍ରତି କଳ୍ପନାକୁ ବୁଝାଇଥାଏ। ପ୍ରତ୍ୟେକ ମଣିଷ ନିଜର ପରିବାର, ସମାଜ ଓ ଜାତି ପାଇଁ କିଛି ସ୍ୱପ୍ନ ଦେଖନ୍ତି। ନିଜ ମାଟି, ନିଜ ଭାଷା, ନିଜ ସଂସ୍କୃତି, ନିଜ ଜନ୍ମଭୂମି ଓଡ଼ିଶା ପାଇଁ ମୁଁ ମଧ୍ୟ ଗୋଟିଏ ସ୍ୱପ୍ନ ଦେଖେ। ସେହି ସ୍ୱପ୍ନ ହେଉଛି ଯେପରି ଆମ ଓଡ଼ିଶା ସମୃଦ୍ଧ, ସୁଶାସିତ, ସଂସ୍କୃତି, ସ୍ୱାବଲମ୍ବୀ ଓ ସମତାମୂଳକ ଓଡ଼ିଶା ହୋଇପାରିବ। ଏକରେ ମୋ ସ୍ୱପ୍ନର ଓଡ଼ିଶାର ପ୍ରସ୍ତୁତି। ସ୍ୱପ୍ନକୁ ସତ୍ୟରେ ପରିଣତ କରିବାକୁ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ। ଶିକ୍ଷାରେ ପ୍ରସ୍ତୁତି। ପ୍ରତ୍ୟେକ ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ପ୍ରାଥମିକରୁ ଉଚ୍ଚତମ ଶିକ୍ଷା ପର୍ଯ୍ୟନ୍ତ ସମାନ ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ। ସ୍ମାର୍ଟ ବୋର୍ଡ଼, ଡିଜିଟାଲ ଲାଇବ୍ରେରୀ ଓ କୌଶଳ ଭିତ୍ତିକ ପାଠ୍ୟକ୍ରମ ଶିକ୍ଷାରେ ଓଡ଼ିଶାକୁ ଦେଶର ମଡେଲ କରିବା ଉଚିତ। ଯୁବ ସଶକ୍ତିକରଣ ପ୍ରସ୍ତୁତି। ବେକାରୀ ନିବାରଣ ପାଇଁ ସ୍କିଲ୍ ଡେଭଲପମେଣ୍ଟ, ସ୍ମାର୍ଟ ଆପ୍, ଉଦ୍ୟମିତା ଓ ସ୍ୱାଧୀନ ଚିନ୍ତନର ପ୍ରୋତ୍ସାହନ, କ୍ରୀଡ଼ା, ବିଜ୍ଞାନ ଓ ସଂସ୍କୃତିରେ ଯୁବମାନଙ୍କୁ ସାମିଲ କରିବା ଉଚିତ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରସ୍ତୁତି। ପ୍ରତ୍ୟେକ ଗ୍ରାମକୁ ସୁବିଧା ସୁଯୋଗ, ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ମା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସେବାରେ ସୁବିଧା ସୁଯୋଗ ଏବଂ ବିଶେଷ ଯତ୍ନ। ସ୍ୱଚ୍ଛ ପାଣି, ସ୍ୱଚ୍ଛ ପରିବେଶ ଓ ନିରୋଗୀ ସମାଜ ଗଠନ ଦିଗରେ ପଦକ୍ଷେପ। କୃଷି କ୍ଷେତ୍ରରେ ପ୍ରସ୍ତୁତି। ଆଧୁନିକ ଯନ୍ତ୍ର, ବୈଜ୍ଞାନିକ ପଦ୍ଧତି, ଚାଷୀମାନଙ୍କୁ ନ୍ୟାୟସଙ୍ଗତ ଦାମ, ଚାଷ ସମୃଦ୍ଧ ଓ ଓଡ଼ିଶା ସମୃଦ୍ଧ। ହେବା କଥା। ହୋଇଯାଇଛି। ସଂସ୍କୃତି ଓ ପରମ୍ପରା ଅନୁସାରେ ପ୍ରସ୍ତୁତି। ଓଡ଼ିଆ ଭାଷାର ସମ୍ମାନ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ନାଟକ, ପାଲା, ଚିତ୍ରକଳାର ସୁରକ୍ଷା, ଜଗନ୍ନାଥ ସଂସ୍କୃତିକୁ ଜଗତରେ ଅଗ୍ରାଧିକାର ଭିତ୍ତିରେ ଯୋଜନା ପ୍ରସ୍ତୁତ। 2 ଓଡ଼ିଶାର ପ୍ରଗତିର ଦିଗ। ପ୍ରସ୍ତୁତି ପରେ ଆସେ ପ୍ରଗତି। ପ୍ରଗତି ହେଉଛି ସ୍ୱପ୍ନର ଫଳ। ଅର୍ଥନୈତିକତା ପ୍ରଗତି। ଶିଳ୍ପ, ପର୍ଯ୍ୟଟନ, ଖଣିଜ ସମ୍ପଦରେ ଉପଯୋଗ କରିବା, ମେକ୍ ଇନ୍ ଓଡ଼ିଶାକୁ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବା, ଗ୍ରାମ ଅର୍ଥନୀତିକୁ ସଶକ୍ତିକରଣ ପ୍ରସ୍ତୁତି କରିବା। ପରିବେଶୀୟ ପ୍ରଗତି। ଗଛ, ପାଣି, ପବନର ସୁରକ୍ଷା, ସାମୁଦ୍ରିକ ବାତ୍ୟା, ବନ୍ୟା, ବାତ୍ୟାକୁ ପ୍ରବନ୍ଧନ। ସାମାଜିକ ପ୍ରଗତି। ସମତାମୂଳକ ପ୍ରଗତି। ନାରୀ ଶକ୍ତିର ସଶକ୍ତିକରଣ, ଅନ୍ୟାୟ, ଅନ୍ଧଶ୍ରଦ୍ଧା, ଦୁର୍ନୀତିର ଅନ୍ତ। ବୈଜ୍ଞାନିକ ପ୍ରଗତି। IT, AI, ରୋବୋଟିକ୍ସ, ମହାକାଶ ଅନୁସନ୍ଧାନ, ଇନୋଭେସନ୍ ହବ୍ରେ ଓଡ଼ିଶାର ପ୍ରତିଷ୍ଠା। ବିଜ୍ଞାନକୁ ଗ୍ରାମୀଣ ଜୀବନ ସହିତ ଯୋଡ଼ିବା। 3 ମୋର ସ୍ୱପ୍ନର ଓଡ଼ିଶାର ଚିତ୍ର। ମୋ ସ୍ୱପ୍ନର ଓଡ଼ିଶା ହେବ ଶିକ୍ଷାରେ ଆଗୁଆ, କୃଷିରେ ସମୃଦ୍ଧ, ଉଦ୍ୟୋଗରେ ସ୍ୱାବଲମ୍ବୀ, ସଂସ୍କୃତିରେ ଗର୍ବିତ, ପରିବେଶରେ ସୁନ୍ଦର ଓ ସମାଜରେ ସମାନତା। 4
ସ୍ୱପ୍ନ ପୂରଣ କରିବାକୁ ମୋର ଭୂମିକା। ଗଛ ଲଗାଇବି, ପାଣି ବଞ୍ଚାଇବି, ନିଜ ସଂସ୍କୃତି, ଭାଷା, ପରମ୍ପରାର ପ୍ରଚାର କରିବି। ଜ୍ଞାନ, ପ୍ରତିଭା, ପରିଶ୍ରମରେ ନିଜ ମାଟିକୁ ଉଜ୍ଜ୍ୱଳ କରିବି। ନିଜେ ସ୍ୱଚ୍ଛ ରହି ସମାଜକୁ ସ୍ୱଚ୍ଛତାର ସନ୍ଦେଶ ଦେବି। ନିଜ ଦାୟିତ୍ୱ ସତ୍ୟନିଷ୍ଠାରେ କରିବି। 5. ଶିକ୍ଷାରେ ଆଗୁଆ। ମୋ ସ୍ୱପ୍ନର ଓଡ଼ିଶାର ପ୍ରଥମ ଅବସ୍ଥାନ ହେଉଛି ଶିକ୍ଷା। ଶିକ୍ଷା ବିନା କୌଣସି ସମାଜର ପ୍ରଗତି ସମ୍ଭବ ନୁହେଁ। ପ୍ରତ୍ୟେକ ଶିଶୁମାନଙ୍କୁ ମାଗଣାରେ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରୟାସ। ଶିକ୍ଷାରେ କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ପ୍ରାୟୋଗିକ ଜ୍ଞାନ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି ଓ ବ୍ୟବସାୟ ସମ୍ପର୍କିତ ଶିକ୍ଷା ରହିବା ଦରକାର। 6. ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ। ମୋ ସ୍ୱପ୍ନର ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଗୌରବ ସହିତ ଆମ ଭାଷା, କଳା, ସାହିତ୍ୟ ଓ ପରମ୍ପରା ସୁରକ୍ଷିତ ରଖିବା। ଓଡ଼ିଆ ଭାଷାର ପ୍ରଚାର, ସାହିତ୍ୟର ଉନ୍ନତି, କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର, ଲଳିତଗିରି, ରତ୍ନଗିରି, ଉଦୟଗିରି, ଶିମିଳିପାଳ ଅଭୟାରଣ୍ୟ, ଚିଲିକା ହ୍ରଦ ଇତ୍ୟାଦିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପ୍ରସିଦ୍ଧ ନାମକରଣ କରିବା ଉଚିତ। 7. ପାରମ୍ପରିକ ଉତ୍ସବ, ରଥଯାତ୍ରା, ଦୁର୍ଗାପୂଜା, କଳା ମହୋତ୍ସବକୁ ବିଶ୍ୱସ୍ତରୀୟ ପ୍ରସିଦ୍ଧ କରାଇବା। 8. ଡିଜିଟାଲ ଓଡ଼ିଶା। ପ୍ରତ୍ୟେକ ଗାଁରେ ଇଣ୍ଟରନେଟ୍ ସୁବିଧା, ସ୍ମାର୍ଟ ଶିକ୍ଷା, ଅନଲାଇନ୍ ସେବା ଉପଲବ୍ଧ ହେବା ଦରକାର। 9. ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା। ମୋ ସ୍ୱପ୍ନର ଓଡ଼ିଶା ପ୍ରତ୍ୟେକ ଲୋକ ସୁସ୍ଥ ଓ ସୁରକ୍ଷିତ ରହିବେ। ପ୍ରତ୍ୟେକ ଗାଁ ଓ ସହରରେ ହସ୍ପିଟାଲ, ଡାକ୍ତର, ଔଷଧ ଉପଲବ୍ଧ ହେବା ଦରକାର। ପ୍ରତିକାରକ ଚିକିତ୍ସା ସହିତ ସ୍ୱାସ୍ଥ୍ୟ ସଚେତନତା, ପରିଷ୍କାର ଓ ଖାଦ୍ୟ ସୁରକ୍ଷାର ସଚେତନତା ହେବା ଦରକାର। ମୋ ସ୍ୱପ୍ନର ଓଡ଼ିଶା। ମୋ ସ୍ୱପ୍ନର ଓଡ଼ିଶା ହେବା ଉଚିତ ଯେ ଏକ ସୁନ୍ଦର, ସମୃଦ୍ଧ, ଶାନ୍ତିପ୍ରିୟ ଓ ଆଦର୍ଶ ରାଜ୍ୟ, ଯାହା ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିବ। ପ୍ରଥମେ ଓଡ଼ିଶା ଶିକ୍ଷାରେ ଆଗୁଆ ହେବା ଉଚିତ। ପ୍ରତ୍ୟେକ ଛୋଟ କିମ୍ବା ବଡ଼ ଗାଁ କିମ୍ବା ସହର ସମାନ ଶିକ୍ଷା ପାଇବା ଉଚିତ। ଶିକ୍ଷା ସହିତ ସାଥୀ ନୈତିକତା, ଶିଷ୍ଟାଚାର ଓ ମାନବତାର ଗୁଣ ସମ୍ବଳିତ ହେବା ଦରକାର। ଦ୍ୱିତୀୟରେ, ମୋ ସ୍ୱପ୍ନର ଓଡ଼ିଶା ଆର୍ଥିକ ଭାବେ ସୁଦୃଢ଼ ହେବା ଦରକାର। କୃଷକମାନେ ହସି ଖୁସିରେ ଚାଷ କରିବେ, ଶ୍ରମିକମାନେ ପରିଶ୍ରମର ଯଥୋଚିତ ମୂଲ୍ୟ ପାଇବେ, ଯୁବମାନେ ଦେଶରେ କାମ ପାଇବେ, ବାହାରକୁ ଯିବାକୁ ପଡ଼ିବ ନାହିଁ। ତୃତୀୟରେ, ସମାଜରେ ସମାନତା ଓ ନ୍ୟାୟ ରହିବ। ଯେଉଁଠାରେ ଧନୀ ଦରିଦ୍ର, ଉଚ୍ଚ ନୀଚ, ଜାତି ଧର୍ମ ଭେଦଭାବ ନଥାଉ। ମହିଳାମାନେ ପୁରୁଷଙ୍କ ସମାନ ଅଧିକାର ପାଇବେ। ସେମାନଙ୍କୁ ସମାଜରେ ଯଥୋଚିତ ସ୍ଥାନ ଦିଆଯିବ। ଚତୁର୍ଥରେ, ମୋ ସ୍ୱପ୍ନର ଓଡ଼ିଶା ହେବା ଉଚିତ ଯେ ସଂସ୍କୃତିରେ ବର୍ଦ୍ଧିତ, ପ୍ରଯୁକ୍ତିରେ ଆଗୁଆ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, କଳା, ସାହିତ୍ୟର ପ୍ରଚାର ସହିତ ନୂତନ ବିଜ୍ଞାନ, ଆବିଷ୍କାର ଓ ପ୍ରଗତିରେ ମଧ୍ୟ ଏହି ମାଟି ଆଗରେ ରହିବ। ସମାପ୍ତି। ସ୍ୱପ୍ନ ଯଦି ସୁଦୃଢ଼ ପ୍ରସ୍ତୁତି ଓ ନିଷ୍ଠାରେ ଯୋଡ଼ିଥାଏ, ତେବେ ପ୍ରଗତି ସୁନିଶ୍ଚିତ। ମୋର ସ୍ୱପ୍ନର ଓଡ଼ିଶା ହେବ ଏକ ଆଧୁନିକ, ସମୃଦ୍ଧ, ସମାନତାମୂଳକ ଓ ସଂସ୍କୃତିଶୀଳ ରାଜ୍ୟ, ଯାହାକୁ ଦେଖି ସମଗ୍ର ଭାରତ ଓ ବିଶ୍ୱ ଗର୍ବ କରିବ। ଏହି ସ୍ୱପ୍ନର ଓଡ଼ିଶାକୁ ଗଢ଼ିବା ପାଇଁ ସରକାର, ସମାଜ ଓ ପ୍ରତ୍ୟେକ ନାଗରିକଙ୍କ ଏକତ୍ର ପ୍ରୟାସ ଦରକାର। ଯଦି ଆମେ ସମସ୍ତେ ଏକା ସାଥୀ ହୋଇ କାମ କରିବା, ବିଶ୍ୱରେ 2036ରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ଓ ବିଶ୍ୱ ମାନଚିତ୍ରରେ ଉଜ୍ଜ୍ୱଳ ହୋଇ ଉଠିବ। ପିଲାମାନେ ଏହାକୁ ଅଭ୍ୟାସ କରି ପ୍ରତିଯୋଗିତାରେ ଭାଗ ନେଲେ ନିଶ୍ଚିନ୍ତ ସଫଳତା ହାସଲ କରିବ। ଆଉ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।